ଖୋଲା ତେଲ ବିକିବା ମନା, ଧରାପଡ଼ିଲେ ଯିବେ 7 ବର୍ଷ ଜେଲ୍। ଘରେ ରୋଷେଇ ପାଇଁ ବଜାରରୁ ଖୋଲା ଖାଇବା ତେଲ କିଣୁଛନ୍ତି କି? ତା ହେଲେ ସାବଧାନ ହୋଇଯାଆନ୍ତୁ, କାରଣ ଏଣିକି ଆଉ ଡ୍ରମ୍ କିମ୍ବା ଖୋଲା ପାତ୍ରରୁ ମାପିକି ତେଲ ବିକ୍ରି ହୋଇପାରିବ ନାହିଁ। ଖାଦ୍ୟ ସୁରକ୍ଷା ଓ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ନିଆଯାଇଛି। ଖୋଲା ତେଲ ବିକ୍ରି ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇବା ସହ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି। ନିୟମ ଭାଙ୍ଗିଲେ ଲକ୍ଷ ଲକ୍ଷ ଟଙ୍କାର ଜୋରିମାନା ସହ ଜେଲ୍ ଯିବାକୁ ମଧ୍ୟ ପଡ଼ିପାରେ। ଏହି ନିଷ୍ପତ୍ତି ପଛରେ ନ ରହିଛି କାରଣ ଏବଂ ଏହା କେଉଁଠି ଲାଗୁ ହୋଇଛି। ଆସନ୍ତୁ ଜାଣିବା। ସାଧାରଣ ଲୋକଙ୍କ ଥାଳିରୁ ବିଷାକ୍ତ ଓ ଅପମିଶ୍ରିତ ତେଲ ହଟାଇବାକୁ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ଯେ ବଜାରରେ କୌଣସି ବି ଦୋକାନୀ ବା ବ୍ୟବସାୟୀ ଖୋଲା ଭାବେ ଖାଇବା ତେଲ ବିକ୍ରି କରିପାରିବେ ନାହିଁ। ତେଲ କେବଳ ସିଲ୍ ହୋଇଥିବା ପ୍ୟାକେଟ୍ ଏବଂ ଉପଯୁକ୍ତ ଲେବୁଲ ସହିତ ହିଁ ବିକ୍ରି ହେବ। ମନଇଚ୍ଛା ନେଇପାରିବେନି ସିମ୍। 24ରୁ ସରକାରଙ୍କ କଡ଼ା। ଆପଣଙ୍କ ନାମରେ ଅଛି କେତୋଟି? 24 ଅଗଷ୍ଟରୁ ନୂଆ ନିୟମ। ଏଣିକି ମନଇଚ୍ଛା ନେଇପାରିବେନି ନୂଆ। ଆପଣଙ୍କ ନାମରେ ଅନୁମୋଦିତ ସୀମା ପୂର୍ବରୁ ପୂରଣ ହୋଇସାରିଥିଲେ ଆଉ ନୂଆ ଦେବେ ନାହିଁ କମ୍ପାନୀ। ଅଗଷ୍ଟରୁ ଏହି ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ଯାଉଛି ଦୂରସଞ୍ଚାର ବିଭାଗ ବା ଏନେଇ ଅଗଷ୍ଟରେ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଆପଣଙ୍କ ନାମରେ କେତୋଟି ରହିପାରିବ? ସାଧାରଣ ଭାବେ ଜଣେ ବ୍ୟକ୍ତିଙ୍କ ନାମରେ ସର୍ବାଧିକଟି ରହିପାରିବ। ଏହି ସୀମା ସମସ୍ତ ଏବଂକୁ ମିଶାଇ ଲାଗୁ ହେବ। କିନ୍ତୁ ଜମ୍ମୁ, କଶ୍ମୀର, ଆସାମ ଏବଂ ଉତ୍ତର ପୂର୍ବାଞ୍ଚଳର କିଛି ରାଜ୍ୟରେ ଏହି ସୀମାଟି ଆପଣଙ୍କ ନାମରେ ଗୋଟିଏ କମ୍ପାନୀରଟି ଏବଂ ଅନ୍ୟ କମ୍ପାନୀରଟି ଥିଲେ ମଧ୍ୟ ମୋଟ ସଂଖ୍ୟା 9 ଭାବେ ଗଣାଯିବ। ପନିର ନାମରେ ବିଷ। ରାଜଧାନୀରେ ଅପମିଶ୍ରିତ ପନିରକୁ ନେଇ ଚଢ଼ାଉ। ପନିର ଖାଉଛନ୍ତି କି? ତାହେଲେ ସାବଧାନ। ପନିର ନାମରେ ଆପଣଙ୍କ ଥାଳିରେ ପହଞ୍ଚୁନାହିଁ ତ ଅପମିଶ୍ରିତ ପନିର। ବଜାରରେ ଅପମିଶ୍ରିତ ଛେନା ଓ ପନିର ବିକ୍ରି ଅଭିଯୋଗ ପରେ ଏବେ ଆକ୍ସନରେ ଫୁଡ୍ ସେଫ୍ଟି ଟିମ୍। ଠାରୁ ରେଷ୍ଟୁରାଣ୍ଟ, ମିଠା ଦୋକାନଠାରୁ ଅନ୍ୟ ଖାଦ୍ୟ ବ୍ୟବସାୟୀଙ୍କ ଉପରେ ରହିଛି ନଜର। ରାଜଧାନୀ ଭୁବନେଶ୍ୱରରେ ଅପମିଶ୍ରିତ ଛେନା ଓ ପନିର ବିକ୍ରି ରୋକିବାକୁ ଚଢ଼ାଉ ଜାରି ରହିଛି। କଳିଙ୍ଗ ଷ୍ଟାଡିୟମ ନିକଟରେ ଥିବା ବିଭିନ୍ନ ଦୋକାନ ଓ ରେଷ୍ଟୁରାଣ୍ଟରେ ଯାଞ୍ଚ କରୁଛି ଫୁଡ୍ ସେଫ୍ଟି ଟିମ୍। ଏହି ଚଢ଼ାଉ ସମୟରେ ରେଷ୍ଟୁରାଣ୍ଟରେ ଥିବା ମିଠା ସାମଗ୍ରୀ, ପନିର ଓ ଛେନାର ମାନ ଯାଞ୍ଚ କରାଯାଉଛି। ଖାଦ୍ୟ ସାମଗ୍ରୀର ଗୁଣବତ୍ତା ଠିକ୍ ଅଛି କି ନାହିଁ, ସେଗୁଡ଼ିକ ଅପମିଶ୍ରିତ କି ନୁହେଁ, ତାହା ଯାଞ୍ଚ କରୁଛନ୍ତି ଅଧିକାରୀ। ବୁଢ଼ା ବାପା ମା'କୁ ହତାଦର କରିପାରିବେନି ପୁଅ ଝିଅ। ସୁପ୍ରିମକୋର୍ଟ ଦେଲେ ବଡ଼ ରାୟ। ବୟସ ବଢ଼ିଗଲେ ଅପମାନ, ଅବହେଳା କିମ୍ବା ଅସୁରକ୍ଷା ସହି ରହିବାକୁ ପଡ଼ିବ ନାହିଁ। ବୃଦ୍ଧ ବାପା ମା'ଙ୍କ ସୁରକ୍ଷା, ସମ୍ମାନ ଓ ମର୍ଯ୍ୟାଦା ରକ୍ଷା ପାଇଁ ସେମାନଙ୍କ ସନ୍ତାନ କିମ୍ବା ସମ୍ପର୍କୀୟଙ୍କୁ ଘରୁ ବାହାର କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇପାରିବ। ଅର୍ଥାତ୍ ଯଦି ପିଲାମାନେ ବାପା ମା'ଙ୍କ ଯତ୍ନ ଠିକସେ ନେଉନାହାନ୍ତି, ତାଙ୍କୁ ହତାଦାର କରୁଛନ୍ତି, ତେବେ ବାପା ମା' ପୁଅ କିମ୍ବା ଝିଅକୁ ନିଜ ଘରୁ ବାହାର କରିଦେଇପାରିବେ। ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଏହା ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ। ବିଚାରପତି PS ନରସିଂହ ଓ ବିଚାରପତି ଆଲୋକ ଆରାଧେଙ୍କ ଖଣ୍ଡପୀଠ ଆହ୍ଲାବାଦ ହାଇକୋର୍ଟଙ୍କ ପୂର୍ବ ରାୟକୁ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି ମାତାପିତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ ଅଧୀନରେ ଗଠିତ ମେଣ୍ଟେନାନ୍ସ ଟ୍ରିବ୍ୟୁନାଲ ଆବଶ୍ୟକ ହେଲେ ସନ୍ତାନ କିମ୍ବା ସମ୍ପର୍କୀୟଙ୍କୁ ସମ୍ପତ୍ତି ଖାଲି କରିବାକୁ ଆଦେଶ ଦେଇପାରିବ। ବଙ୍ଗୋପସାଗରରେ ହେଲାଣି ହଲଚଲ, ଓଡ଼ିଶାରେ ଆସିବ ବଡ଼ ଭୂମିକମ୍ପ। ଥରିବ ଏସବୁ ଜିଲ୍ଲା। ସମ୍ପ୍ରତି ପ୍ରକାଶିତ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ନିକଟ ଭବିଷ୍ୟତରେ ଭୂକମ୍ପ ଆସିବାର ସମ୍ଭାବନା ନେଇ ଭୂବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସତର୍କତା ଜାରି କରିଛନ୍ତି। ପୃଥିବୀ ଭିତରେ ଥିବା ଟେକ୍ଟୋନିକ୍ ଗୁଡ଼ିକର କ୍ରମାଗତ ଚଳନ ଏବଂ ଭୂତଳ ଚାପ ଯୋଗୁଁ ରାଜ୍ୟର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଭୂକମ୍ପିତ ହେବାର ଆଶଙ୍କା ଦେଖାଦେଇଛି। ଗତ 12 ବର୍ଷ ଭିତରେ ଟି ଭୂକମ୍ପ ଝଟକା ଓଡ଼ିଶାକୁ ଥରାଇ ଦେଇଥିଲା। 2014ର ଭୂକମ୍ପ କମ୍ପନ ଛାତିରେ ଛନକା ଭରି ଦେଇଥିଲା। ଯା ଠାରୁ ବି ବଡ଼ ଧରଣର ଶକ୍ତିଶାଳୀ ଭୂମିକମ୍ପ ଆଗକୁ ଆସିପାରେ। ତୀବ୍ରତା 6 ଟପିପାରେ। ବଙ୍ଗୋପସାଗର ଏମିତି କିଛି ସଂକେତ ଦେଖାଇଲାଣି। ବର୍ଷ ବର୍ଷ ଧରି ସମୁଦ୍ର ଗର୍ଭରେ ଦବି ରହିଥିବା ଦୁର୍ବଳ ଭୂଖଣ୍ଡ ତଳୁ ଉଠିପାରେ କମ୍ପନର ଶକ୍ତିଶାଳୀ ବିସ୍ଫୋରଣ। ଦୋହଲାଇ ଦେଇପାରେ ଉପକୂଳ ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ। ଭୂତତ୍ତ୍ୱ ବିଜ୍ଞାନ ଗବେଷକ ଟିମର ସଦ୍ୟ ପ୍ରକାଶିତ ଗବେଷଣା ରିପୋର୍ଟରୁ ଯେଉଁ ତଥ୍ୟ ମିଳିଛି, ତାହା ଭୟାନକ ସଂକେତ ଦେଖାଉଛି। ଶାନ୍ତ ବଙ୍ଗୋପସାଗର ଗର୍ଭ ଭିତରେ କିଛି ବଡ଼ ଧରଣର ହଲଚଲ ଆରମ୍ଭ ହେଲାଣି। ଆଗାମୀ ଦିନରେ ବଙ୍ଗୋପସାଗର ଏକ ପ୍ରମୁଖ ଭୂକମ୍ପ ସମ୍ବେଦନଶୀଳ କ୍ଷେତ୍ର ରୂପ ନେଇପାରେ। ଦୀର୍ଘ ବର୍ଷ ଧରି ସୁପ୍ତ ରହିଥିବା ପୁରୁଣା ଫାଟଗୁଡ଼ିକ ସକ୍ରିୟ ହେଉଛନ୍ତି। ଗବେଷଣା ଅନୁସାରେ ଭାରତୀୟ ଭୂଖଣ୍ଡ ଉତ୍ତର ପୂର୍ବ ଦିଗକୁ ଗତି କରୁଥିବାରୁ ସମୁଦ୍ର ତଳେ ଚାପ ସୃଷ୍ଟି ହେଉଛି।